ବିଛା ରାଶିରେ ମଧ୍ୟ 3ଟି 16/8 ବିଶାଖା ବିଛା ଜନ୍ମ ବେଳକୁ ବୃହସ୍ପତି ମହାଦଶା 17/8 ଅନୁରାଧା ବିଛା ଜନ୍ମ ବେଳକୁ ଶନି ମହାଦଶା 18/8 ଜ୍ୟେଷ୍ଠା ବିଛା ଜନ୍ମ ବେଳକୁ ବୁଧ ମହା ସତର୍କତା ଅବଲମ୍ବନ କରିବେ। ପାଣିରେ ବୁଡ଼ିବାର ଭୟ ରହିଛି କିନ୍ତୁ ଜୀବନ ପ୍ରତି ବିପଦ ନୁହଁ। ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହେବେ ଚିକିତ୍ସକଙ୍କର ଦ୍ୱାରସ୍ଥ ହେବେ ନହେଲେ ଚିକିତ୍ସାଳୟରେ ଭର୍ତ୍ତି ହେବେ। ଯେଉଁମାନେ ବାଣିଜ୍ୟ ବ୍ୟବସାୟ କରୁଛନ୍ତି ସମ ବ୍ୟବସାୟୀମାନେ ଆପଣଙ୍କର ଉନ୍ନତି ପ୍ରଗତି ସମୃଦ୍ଧି କ୍ଷେତ୍ରରେ ଅସହିଷ୍ଣୁତା ଇନଟଲରେନ୍ସ ପ୍ରକାଶ କରି ଛନ୍ଦ କପଟ ମିଥ୍ୟା ଅଭିଯୋଗ କରିବେ। ଏପରିକି ବ୍ୟବସାୟିକ ଅନୁଷ୍ଠାନକୁ ଜପ୍ତ ମଧ୍ୟ କରାଇବେ। ଆଇନ ଅଦାଲତର ପରିସରଭୁକ୍ତ କରାଇବେ। ରକ୍ତ ସମ୍ପର୍କୀୟ ବନ୍ଧୁବାନ୍ଧବ ମାନେ ମଧ୍ୟ ଆପଣଙ୍କ ବିରୁଦ୍ଧରେ କୁଚ୍ଛା ରଟନା କରିବେ। ଏପରିକି ଯଦି ଯେଉଁମାନେ ରାଜନୀତି କରୁଛନ୍ତି ସେ ରାଜ୍ୟରେ ହେଉ କି ଦେଶରେ ହେଉ ନିଜ ଦଳର ଲୋକମାନେ ତୁମଠାରୁ ସାହାଯ୍ୟ ପ୍ରାପ୍ତ ବ୍ୟକ୍ତି ବିଶେଷ ମାନେ ଢୋଲ ଭିତରେ ମୂଷା ପରି ଜୋତା ଭିତରେ କଣ୍ଟା ପରି ଆପଣଙ୍କର ଉନ୍ନତି ପ୍ରଗତି ସମୃଦ୍ଧି କ୍ଷେତ୍ରରେ କୃତ୍ରିମ ପ୍ରତିବନ୍ଧକ ସୃଷ୍ଟି କରିବେ। ଆର୍ଟିଫିସିଆଲ ଷ୍ଟାମ୍ବଲିଂ ବ୍ଲକ୍ ଫଳରେ କ୍ଷମତାରୁ ମଧ୍ୟ ଓହରିଯିବାର ଷଷ୍ଠ ସୂଚନା ମିଳୁଛି। ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ମଧ୍ୟ ଆପଣଙ୍କୁ ଟିପ୍ପଣୀ ଦେବେ। ଏଣୁ ହାତେ ମାପି ଚାଖଣ୍ଡେ ଚାଲନ୍ତୁ। ମାନହାନି ମକଦ୍ଦମା ଡିଫାମେସନ୍ ସୁଟ୍ ଆପଣଙ୍କ ବିରୁଦ୍ଧରେ ଦାଖଲ ହେବ। ସାଂଗଠନିକ କ୍ଷେତ୍ରରେ ନିଜ ଦଳର ଲୋକମାନେ ଅସହିଷ୍ଣୁତା ଯୋଗୁଁ ମିଥ୍ୟା ମନଗଢ଼ା ଅଭିସନ୍ଧିମୂଳକ ଆପତ୍ତି ଅଭିଯୋଗମାନ ସୃଷ୍ଟି କରାଇ ଦଳରୁ ବହିଷ୍କୃତ ବି କରିପାରିବେ ବା ନିଲମ୍ବିତ ସସ୍ପେଣ୍ଡ ବି କରିପାରିବେ। ଏଣୁ ଏକମାତ୍ର ଭରସା ହେଲେ ଭଗବାନ। ତେଣୁ ଆପଣ ଶତ୍ରୁ ବିଧ୍ୱଂସୀ ମନ୍ତ୍ରକୁ ପଢ଼ିବେ। ସମସ୍ତଙ୍କର ଆସ୍ଥାଭାଜନ ବିଶ୍ୱସ୍ତ ନିର୍ଭରଶୀଳ ହେବା ପାଇଁ ସ୍ୱଭାବରେ ପରିବର୍ତ୍ତନ ଆଣନ୍ତୁ। ସ୍ୱଭାବ ଦ୍ୱାରା ଅନ୍ୟକୁ ପ୍ରଭାବିତ କରିବେ, ପ୍ରଭାବ ଦ୍ୱାରା ନୁହଁ। ସ୍ୱଭାବ କାହାକୁ କୁହାଯାଏ? ସ୍ୱରୁ ସ୍ୱାଧୀନ ଚିନ୍ତାଧାରା, ବାହାରୁ ଭାଷା, ବରୁ ବ୍ୟବହାର। ଏଥିରେ ଆପଣ ସଂଶୋଧନ ଆଣନ୍ତୁ। ଅତ୍ୟନ୍ତ ଅଶୁଭ ସମୟ ଚାଲିଛି, ଭାଙ୍ଗି ପଡ଼ନ୍ତୁ ନା, ଭଗବାନଙ୍କ ପାଖରେ ଶରଣାପନ୍ନ ହୁଅନ୍ତୁ। ସତ୍ୟ ମୁଁ ଆପଣଙ୍କୁ କହିବାର ଅର୍ଥ ଯେ କର୍ତ୍ତବ୍ୟ ସେବା ହେଉ ଆପଣଙ୍କର ଜାତି, ମାନବିକତା ହେଉ ଆପଣଙ୍କର ଧର୍ମ, ଆରୋଗ୍ୟତା ନିରୋଗତା ସୁସ୍ଥତା ପାଇଁ ଯେଉଁ କୁଣ୍ଡଳୀରେ ଲଗ୍ନ ଅଛି, ଲଗ୍ନ ହେଲା ଶରୀର। ଲଗ୍ନଙ୍କର ଗାୟତ୍ରୀ ମନ୍ତ୍ର ପଢ଼ିବେ। ଓମ୍ ଲଗ୍ନେଶ୍ୱରାୟ ବିଦ୍ମହେ ପ୍ରାଣରୂପାୟ ଧୀମହି ତନଲଗ୍ନ ପ୍ରଚୋଦୟାତ୍। ଏହା ସହିତ ପ୍ରତିଦିନ ଗାଧୋଇ ସାରିଲା ପରେ ସୂର୍ଯ୍ୟଙ୍କୁ 7 ଥର ଜଳ ସୂର୍ଯ୍ୟଙ୍କର ଗାୟତ୍ରୀ ମନ୍ତ୍ର ଦେବେ। ଓମ୍ ଦିବାକରାୟ ବିଦ୍ମହେ ପ୍ରଭାକରା ଧୀମହି ତନସୂର୍ଯ୍ୟ ପ୍ରଚୋଦୟାତ୍ ଆଦିତ୍ୟ ସ୍ତୋତ୍ରକୁ ପଢ଼ିବେ କିମ୍ବା ଶୁଣିବେ। ଫଳରେ ନିଶ୍ଚିତ ଭାବେ ଅଧିକାଂଶ ମାତ୍ରାରେ ରିଷ୍ଟ ଖଣ୍ଡନ ହେବା ସୁନିଶ୍ଚିତ। ଅନ୍ୟ ପ୍ରତିକାରର ଆବଶ୍ୟକତା ନାହିଁ।